ମୁଁ ଆଜି ଆଳୁ ପୁରଦିଆ ପୋଟଳ ଚପ୍ ବନେଇବି। ଯଦି ଆପଣ ପୋଟଳର ଗୋଟେ ପ୍ରକାର ତରକାରୀ କି ଭଜା ଖାଇ ଖାଇ ବୋର୍ ହେଇଗଲେଣି ତାହେଲେ ଏମିତି ଥରେ ପୋଟଳ ଚପ୍ ବନାନ୍ତୁ। ଆପଣ ଆକୁ ବହୁତ ସହଜରେ ଆଉ ବହୁତ କମ୍ ସମୟରେ ପ୍ରସ୍ତୁତ କରି ସ୍ନାକ୍ସ ହିସାବରେ ଖାଇପାରିବେ କି ପଖାଳ ଭାତ ଗରମ ଭାତ ସହିତ ସାଇଡ୍ ଡିଶ୍ ହିସାବରେ ବି ଖାଇପାରିବେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଯଦି ରେସିପି ଭଲ ଲାଗିବ ତାହେଲେ ଲାଇକ୍ କରିବେ, ସେୟାର କରିବେ। ଯଦି ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଆଉ ଡେରି ନକରି ଚାଲନ୍ତୁ ପ୍ରସ୍ତୁତ କରିବା ଆଜିର ରେସିପି। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ଆଳୁ ପୁରଦିଆ ପୋଟଳ ଚପ୍ ବନେଇବା ପାଇଁ ମୁଁ ଏଠି 6ଟା ପୋଟଳ ନେଇଛି। ପୋଟଳର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ଏବେ ଆମେ ପୋଟଳକୁ କାଟିବା। ପ୍ରଥମେ ଆମେ ପୋଟଳର ଉପର ସ୍କିନ୍କୁ ଟିକେ ଲାଇଟଲି ପିଲ୍ କରିଦେବା। ପୋଟଳର ଉପର ସ୍କିନ୍କୁ ଟିକେ ଲାଇଟଲି ପିଲ୍ କଲା ପରେ ଆମେ ପୋଟଳର ଉପର ପଟ ମୁଣ୍ଡ ଆଉ ତଳ ପଟ ମୁଣ୍ଡକୁ କାଟିକି ନେଇଯିବା। ତାପରେ ପୋଟଳକୁ ଏମିତି ଭାବେ ମଝିରୁ ଦିଖଣ୍ଡ କରି କାଟିକି ନେଇଯିବା। ମୁଁ ଏଠି ସବୁ ପୋଟଳକୁ କାଟିକି ନେଇଯାଇଛି। ଏବେ ଆମେ ପୋଟଳ ଭିତରେ ଯେଉଁ ମଞ୍ଜି ଅଛି ତାକୁ କାଢ଼ିଦେବା। ଏ ବହୁତ ଇଜିଲି ବାହାରିଯିବ। ଆପଣ ଏମିତି ଗୋଟେ ଚାମଚର ପଛପଟେ ଏ ପୋଟଳ ମଞ୍ଜିକୁ ବାହାର କରିଦେବେ। ମୁଁ ଏଠି ସବୁ ପୋଟଳ ଭିତରୁ ମଞ୍ଜିକୁ କାଢ଼ି ଦେଇଛି। ଏବେ ଆମେ ଏ ପୋଟଳକୁ ଭଲ ଭାବେ ଧୋଇକି ଗୋଟେ କପଡ଼ାରେ ପୋଛିକି ନେଇଯିବା। ଆପଣ ଚାହିଁଲେ ଏ ପୋଟଳ ମଞ୍ଜିକୁ ଯେତେବେଳେ ଆଳୁର ଷ୍ଟଫିଂ ବନେଇବେ ସେଥିରେ ୟୁଜ୍ କରିପାରିବେ। ଏବେ ଆମେ ପୋଟଳରେ ପୁର ଦେବା ପାଇଁ ଗୋଟେ ଆଳୁର ମସଲା ବନେଇବା। ସେଥିପାଇଁ ମୁଁ ଏଠି 3ଟା ସିଝା ଆଳୁର ଉପର ଚୋପାକୁ ଛଡ଼େଇକି ନେଇଛି। ଏବେ ଆମେ ଆଳୁରେ ସ୍ୱାଦ ଅନୁସାରେ ଲୁଣ ପକାଇବା ଆଉ ଆଳୁକୁ ଭଲ ଭାବେ ଚକଟି ଦେବା। ଆଳୁର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ମୁଁ ଏଠି ଆଳୁକୁ ଭଲ ଭାବେ ଚକଟିକି ନେଇଯାଇଛି। ମୁଁ ଏଠି କଡ଼େଇରେ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲ ଭାବେ ଗରମ ହେଲା ପରେ ମୁଁ ଏଥିରେ ଅଧା ଛୋଟ ଚାମଚ ସୋରିଷ ଆଉ ଅଧା ଛୋଟ ଚାମଚ ଜିରା ପକାଇଛି। ଏବେ ଆମେ ଜିରା ଆଉ ସୋରିଷକୁ ଭାଜିବା। ଜିରା ଆଉ ସୋରିଷ ଭଲ ଭାବେ ଭାଜି ହେଇଗଲା ପରେ ମୁଁ ଏଥିରେ ପିଆଜ ଆଉ କଞ୍ଚା ଲଙ୍କା ଦେଉଛି। ମୁଁ ଏଠି ଗୋଟେ ମିଡ଼ିୟମ୍ ସାଇଜ୍ର ପିଆଜ ଆଉ ଗୋଟେ କଞ୍ଚା ଲଙ୍କାକୁ ଛୋଟ ଛୋଟ କରି କାଟିକି ପକାଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଲଙ୍କା ନେବେ। ଏବେ ଆମେ ପିଆଜକୁ ଭାଜିବା। ପିଆଜ ଏଠି ଭଲ ଭାବେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇ ଭାଜି ହେଇଗଲାଣି। ମୁଁ ଏଥିରେ ଏବେ ଗୋଟେ ଛୋଟ ଚାମଚ ଅଦା ରସୁଣ ଛେଚା ଦେଇଛି। ଏମିତି ଭାବେ ଅଦା ରସୁଣ ଛେଚା ଦେବେ। ଏହାଦ୍ୱାରା ଏହି ଆଳୁ ମସଲାର ଟେଷ୍ଟ ବହୁତ ଭଲ ଆସିବ। ଅଦା ରସୁଣ ଛେଚା ଭଲ ଭାବେ କଷି ହେଇଗଲା ପରେ ମୁଁ ଏଥିରେ 1/4 ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ, ଅଧା ଛୋଟ ଚାମଚ ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୋଟେ ଛୋଟ ଚାମଚ ଚିକେନ୍ ମସଲା ଆଉ ଅଧା ଛୋଟ ଚାମଚ ଗରମ ମସଲା ଦେଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଲଙ୍କା ଗୁଣ୍ଡ ପକାଇବେ। ସବୁକୁ ଭଲ ଭାବେ ମିକ୍ସ କରି 20ରୁ 30 ସେକେଣ୍ଡ ପର୍ଯ୍ୟନ୍ତ ଫ୍ରାଏ କଲା ପରେ ମୁଁ ଏଥିରେ ଚକଟିକି ରଖିଥିବା ଆଳୁକୁ ଦେଇ ଦେଉଛି। ଗୁଣ୍ଡ ମସଲାକୁ ଅଧିକ ସମୟ ଫ୍ରାଏ କରିବେନି, ନହେଲେ ଗୁଣ୍ଡ ମସଲା ପୋଡ଼ିଯିବ। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ଆଳୁକୁ ମସଲା ସହିତ ଆମେ 3ରୁ 4 ମିନିଟ୍ ପର୍ଯ୍ୟନ୍ତ ମିଡ଼ିୟମ୍ ଫ୍ଲେମ୍ରେ କୁକ୍ କରିବା। ଏହାଦ୍ୱାରା ଆଳୁ ମସଲାର ଟେଷ୍ଟ ବହୁତ ଭଲ ଆସିବ। ଏଠି 3ରୁ 4 ମିନିଟ୍ ହେଇଗଲାଣି। ଏ ଆଳୁ ମସଲା ଏଠି ରେଡ଼ି ହେଇଯାଇଛି। ଏବେ ଆମେ ଗ୍ୟାସ୍ ବନ୍ଦ କରିଦେବା। ଆପଣ ଚାହିଁଲେ ଉପରେ କିଛି କାଟିକି ଧନିଆ ପତ୍ର ପକାଇ ପାରିବେ। ମୁଁ ଏଠି ଆଳୁ ମସଲାକୁ ଗୋଟେ ବଡ଼ ବାଉଲରେ କାଢ଼ି ଦେଇଛି। ଏବେ ଆମେ ଏ ଆଳୁ ମସଲାକୁ ଭଲ ଭାବେ ଥଣ୍ଡା ହେବାକୁ ଦେବା। ମୁଁ ଏଠି ପୋଟଳକୁ ଭଲ ଭାବେ ଧୋଇକି କପଡ଼ାରେ ପୋଛିକି ନେଇଯାଇଛି। ଏବେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା ଆଉ ସବୁକୁ ଭଲ ଭାବେ ମିକ୍ସ କରିଦେବା। ଯଦି ଆପଣ ଏ ଭିଡ଼ିଓକୁ ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ମୁଁ ଏଠି ସବୁକୁ ଭଲ ଭାବେ ମିକ୍ସ କରିଦେଇଛି। ଚାଲନ୍ତୁ ଏବେ ଆମେ ଗୋଟେ ବ୍ୟାଟର ବନେଇବା। ସେଥିପାଇଁ ମୁଁ ଏଠି ଗୋଟେ ବଡ଼ ବାଉଲରେ ଗୋଟେ କପ୍ ବେସନ ନେଇଛି ଆଉ ତା ସହିତ ମୁଁ ଏଠି 2 ଛୋଟ ଚାମଚ ଚାଉଳ ଗୁଣ୍ଡ ଦେଇଛି। ଏଠି ଅପସନାଲ୍ ଅଛି। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରିଦେବା। ତାପରେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା ଆଉ 1/4 ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ ପକାଇବା। ହଳଦୀ ଗୁଣ୍ଡ ଏଠି ଅପସନାଲ୍ ଅଛି। ପୋଟଳ ଚପ୍କୁ ଗୋଟେ ଭଲ କଲର୍ ଦେବା ପାଇଁ ମୁଁ ଏଥିରେ ହଳଦୀ ଗୁଣ୍ଡ ପକାଇଛି ଆଉ ମୁଁ ଏଥିରେ ଲଙ୍କା ଗୁଣ୍ଡ ଦେଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ ଲଙ୍କା ଗୁଣ୍ଡ ଦେବେ। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରିଦେବା।
तापर आम एथिरे अल्प अल्प पानी दे गोटे बैटर बनैबा जेमती बैटर रे किछि भी लम्स रहिबनी। बैटर को आपण बेसी बहलिया कि बेसी पतला बनैबेनी। बैटर को आपण गोटे डायरेक्शन 4 ରୁ 5 मिनिट पर्यंत एमती भाबे फेंटिबे। मुझे बैटर कंसिस्टेंसी देखे दौची। बैटर कंसिस्टेंसी आपण एमती रखिबे। बैटर एठी रेडी हो जाइछि। आमे जो आलूर मसला बनै कि रखिथिले सेठी भल भाबे ठंडा हो गलानी। एबे आमे आलूर मसला को पोटल भितरे दबा। एमती धीरे धीरे हल्का हाथ रे प्रेस करी आपण पोटल भितरे आलूर मसला को देबे। आलू मसलार क्वांटिटी आपण हिसाब रे कम बेसी करि परिबे। एमती भाबे आपण सबु पोटल भितरे आलूर मसला को दे देबे। मैं सबु पोटल भितरे आलूर मसला को दे देइछि। चलंतु एबे आमे पोटल चॉप को छाणीबा। सेथिपई मैं गोटे कड़ाई रे किछि तेल देई गरम होबा को रखिछि। तेल भल भाव गरम होला परे आमे गोटे गोटे आलू पूरा दिया पोटल को बेसनर बैटर रे भल भाव डिप करिबा। जेमती बेसनर बैटर पोटल आलू मसला उपरे भल भाव कोट हो जिवो। तापरे गोटे गोटे करी पोटल को आमे तेल रे दे दबा। प्रथमे आमे को हाई फ्लेम रे 1 ରୁ 2 मिनिट पर्यंत फ्राई करिबा। तापरे आमे को लेउटे लेउटे लो टू मीडियम फ्लेम रे फ्राई करिबा। जेमती ए भल भावे लाइट गोल्डन ब्राउन कलर रे फ्राई हो जिवो। आपण आकु बेसी हाई फ्लेम रे फ्राई करिबेनी नहले पोटल कंचा रहि जिवो। पोटल चॉप एटी भल भावे लाइट गोल्डन ब्राउन कलर रे फ्राई हो गलानी। एबे आमे आकु अधिक फ्राई करिबानी। एबे आमे पोटल चॉप को तेल रु छाणी की गोटे प्लेट रे काढी दबा। पोटल चॉप को तेल रु छाणिला परे आपण गोटे किचन टाउल ले कि टिश्यू पेपर रे रखिदेबे। एहा द्वारा एथिरे जो एक्स्ट्रा तेल अछि से किचन टाउल ले सोक करि जिवो। एमती भाबे आमे बाकी सबु पोटल चॉप को भी तेल रे छाणी दबा। आपण को गरम गरम ग्रीन चटनी सहित कि टमाटो केचप सहित सर्व करि परिबे। नहले आपण को पखाळ भात कि गरम भात सहित साइड डिश हिसाब रे खाइ परिबे। जदि आपण को ए पोटल चॉप रेसिपी भल लगी ताला को लाइक करिवे। आपण को सांग मानक सहित शेयर करिवे। जदि मो चैनल को एपर्यंत सब्सक्राइब करि नाहंती ताले सब्सक्राइब करबा को जमार भूलिबेनी। पाखर था बेल आइकन ने ऑल नोटिफिकेशन ने क्लिक करिवे। एहा द्वारा मो जो वीडियो आसीबो आपण प्रथमे देखि परिबे। जदि फेसबुक रे देखुचंती ताले फॉलो करबा को जमार भूलिबेनी। थैंक यू फॉर वाचिंग।